ବିଦ୍ୟାଳୟ ମଝିରେ ଆତଙ୍କ ଖେଳାଇଲା ଅଜଣା ଯୁବକ। ମାଲକାନଗିରି ଜିଲ୍ଲା ସଦର କୁମୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିନ ପ୍ରାୟ 3ଟା ସମୟରେ ଏକ ଅଜଣା ଯୁବକ ପାଚେରୀ ଡେଇଁ ସ୍କୁଲ ମଧ୍ୟରେ ପ୍ରବେଶ କରିଥିଲେ। ହାତରେ ଏକ ଭଙ୍ଗା କାଚ ବୋତଲ ଧରି ସ୍କୁଲ ମଧ୍ୟରେ ଏକ ଭୟର ଆତଙ୍କ ସୃଷ୍ଟି କରିଥିଲା। ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷକମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା। ପ୍ରାୟ ଅଧଘଣ୍ଟା ଧରି ଏପରି ଚାଲିଥିବା ବେଳେ ଶେଷରେ ଶ୍ରୀଧର ସାହୁ ନାମକ ଶିକ୍ଷକ ନିଜ ଜୀବନକୁ ବାଜି ଲଗାଇ ଯୁବକ ହାତରୁ ଭଙ୍ଗା କାଚ ବୋତଲ ଛଡାଇ ନେବା ସଙ୍ଗେ ସଙ୍ଗେ ଥାନାରେ ଫୋନ କରିଥିଲେ। ପୁଲିସ ଆସିବା ଭିତରେ ଯୁବକ ଜଣଙ୍କ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀରାଣୀ କୀର୍ତ୍ତନିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା ଦେଇଛନ୍ତି। ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଯୁବକଙ୍କୁ ଖୋଜୁଛି। ଏପଟେ ଏଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ନ ହେଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। তোর কোন